ନମସ୍କାର ବନ୍ଧୁଗଣ। ଆମେ ଶୁଣୁଛେ ଉପନ୍ୟାସ ଉପନାୟିକା ଲେଖିକା ପ୍ରତିଭା ରାୟ। ଇଭା ଦ୍ରାକ୍ଷାଙ୍କଠାରୁ କ୍ଷମା ମାଗି ନେଇ କହିଲେ, ଗେଷ୍ଟ ରୁମ୍ରେ ହିଁ ଦ୍ରାକ୍ଷା ଓ କମଳେଶଙ୍କର ଏକ ଶୟନ ବ୍ୟବସ୍ଥା ସେ ପରଦିନ କରିଦେବେ। ଅନେକ ଦିନ ଧରି ସେ ଗେଷ୍ଟ ରୁମ୍ଟା ଅବ୍ୟବହୃତ ହୋଇ ପଡ଼ି ରହିଛି। ଦ୍ରାକ୍ଷା କିଛି କହିପାରିଲେ ନାହିଁ। ଏ କ୍ଷେତ୍ରରେ ସେ ଏକବାର ଅସହାୟ। ସେଦିନ ରାତିରେ କମଳେଶ ଓ ସୁଖେନ୍ଦୁଙ୍କ ଶଯ୍ୟା ଅବ୍ୟବହୃତ ରହିଗଲା। ଦୁଇ ବନ୍ଧୁଙ୍କର ରାତିସାରା ଅନିଦ୍ରା ରହି ଅନେକ ବାକ୍ ବିତଣ୍ଡା ଯୁକ୍ତିତର୍କ। ମଣିଷ ଏମିତି ନିଜର ପକ୍ଷ ନେଇ ଯୁକ୍ତି କଲାବେଳେ ସେ ଯେଉଁଟା ଠିକ୍ ପ୍ରମାଣିତ କରିବା ପାଇଁ ଏକାଧିକ ଯୁକ୍ତି ଦେଖାଇପାରେ, ଅପର ପାଇଁ ସେହି କଥାଟା ଭୁଲ ପ୍ରମାଣିତ କରିବା ପାଇଁ ତା ପାଟିରେ ବାଟୁଳି ବାଜେ ନାହିଁ। ଏମିତି ଯୁକ୍ତିତର୍କ ବାକ୍ ବିତଣ୍ଡାରେ ପଛ କଥା ଫେରିଆସେ ନାହିଁ। ଦ୍ରାକ୍ଷାର ସୁଖଭରା ଦିନଗୁଡ଼ିକ ଆଉ ଥରେ ଫେରିଆସିବ ନାହିଁ। କ'ଣ ହେବ ଦ୍ରାକ୍ଷାଙ୍କର ଦୀର୍ଘ ଭବିଷ୍ୟତର ପାଥେୟ? କମଳେଶଙ୍କର ବାରମ୍ବାର ଏଇ ଗୋଟିଏ ମାତ୍ର ପ୍ରଶ୍ନର ଉତ୍ତର ସୁଖେନ୍ଦୁଙ୍କର ନିଥର ନୀରବତା ବ୍ୟତୀତ ଅନ୍ୟ କ'ଣ ବା ହୋଇପାରେ? ଅପରାଧ ବୋଧରେ ସୁଖେନ୍ଦୁ ଅସ୍ଥିର ହେଉଛନ୍ତି। କମଳେଶଙ୍କର ସେଇ ଗୋଟିଏ ସ୍ୱର, ଏକମାତ୍ର ଚିନ୍ତା, କ'ଣ ହେବ ଦ୍ରାକ୍ଷାର? ଆଉ ଦ୍ରାକ୍ଷା? ସେ ଯେମିତି ଏକ ମହମ୍ର ମୂର୍ତ୍ତି, ନିର୍ବାକ୍, ନିଥର, ନିର୍ବିକାର। ସେ କିଛି ଭାବିପାରୁନାହିଁ, ଚିନ୍ତା କରିପାରୁନାହିଁ। ତା ଜୀବନର ଏକ ନାଟକୀୟ ପରିଣତି ଏକବାର ଅଭାବିତ। ସୁଖେନ୍ଦୁଙ୍କ ସହ ବିତି ଯାଇଥିବା ମଧୁର ଦିନଗୁଡ଼ା କୌଣସି ନାଟକର କେତୋଟି ରୋମାଞ୍ଚକର ମିଳନାନ୍ତକ ଦୃଶ୍ୟ ଭଳି ତାର ମନେ ହେଉଛି। ସେ ସବୁଦିନେ ସତ୍ୟ ଥିଲା ବୋଲି ଆଜି ପ୍ରତ୍ୟୟ ହେଉନାହିଁ। ଇଭା ଶୋଇଛନ୍ତି ପତଳା ନାଇଟ୍ ଗାଉନ୍ ତଳେ। ଇଭାଙ୍କ ଦେହର ସମସ୍ତ ଅଙ୍ଗ ସୌଷ୍ଠବ ପ୍ରକାଶ ପାଉଛି। ତାଙ୍କର ଈଷତ୍ ପୃଥୁଳ ନିତମ୍ବ ଦେଶକୁ ବିକଳ ଆଖିରେ ଚାହିଁ ଚାହିଁ ଦ୍ରାକ୍ଷା ଦୀର୍ଘଶ୍ୱାସରେ ଭାରାକ୍ରାନ୍ତ କରୁଛି ବାୟୁମଣ୍ଡଳକୁ। ସୁଖେନ୍ଦୁଙ୍କର ସନ୍ତାନ ଇଭାଙ୍କ ଜଠରରେ ତା ସ୍ଥିତି ଘୋଷଣା କରୁଛି। ସୁଖେନ୍ଦୁଙ୍କ ଜୀବନରେ ଦ୍ରାକ୍ଷାଙ୍କ ଅଧ୍ୟାୟରେ ପୂର୍ଣ୍ଣଚ୍ଛେଦ ଟଣା ହୋଇଛି। ଆଜି ସେଥିପାଇଁ ଭାବି ହୋଇ ଲାଭ ନାହିଁ। ସୁଖେନ୍ଦୁଙ୍କ ସଂସାରରୁ ସେ ନିଃଶବ୍ଦରେ ଅପସରିଯିବ। ସୁଖେନ୍ଦୁଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରି କିଛି ଲାଭ ହେବ ନାହିଁ। ପୁରୁଷର ଖିଆଲ ବିରୁଦ୍ଧରେ ନାରୀର ଯୁଦ୍ଧ ଘୋଷଣା ଅର୍ଥହୀନ। ତା ପରଦିନ ସନ୍ଧ୍ୟାରେ ଇଭାଙ୍କ ଅନୁରୋଧରେ ବନ୍ଧୁ ଓ ବନ୍ଧୁପତ୍ନୀଙ୍କ ଆଗମନାର୍ଥେ ସୁଖେନ୍ଦୁଙ୍କ ଘରେ ବନ୍ଧୁ ମିଳନର ଆୟୋଜନ। ଇଭାଙ୍କ ଉତ୍ସାହ ବାଧା ମାନୁନାହିଁ। ଦ୍ରାକ୍ଷା ଭଳି ଏଡ଼େ ସୁନ୍ଦରୀ ଭାରତୀୟ ବାନ୍ଧବୀଟିକୁ ଅନ୍ୟ ବନ୍ଧୁମାନଙ୍କ ପାଖରେ ପରିଚିତ କରାଇବାରେ ତାଙ୍କର ଅଶେଷ ଆନନ୍ଦ। ଜଣ ଜଣ କରି ସମସ୍ତଙ୍କ ସହ ପରିଚୟ କରାଇ ଦେଉଛନ୍ତି ଇଭା। ଏ ହେଲେ ବନ୍ଧୁ କମଳେଶ ଓ ମିସେସ୍ କମଳେଶ। ଦ୍ରାକ୍ଷା ଯେମିତି ଚାବିଦିଆ ଏକ ସୁନ୍ଦର ଜାପାନୀ କଣ୍ଢେଇ। ସେମିତି ଯେ ନମସ୍କାର କରୁଛି, ମନରଖା ହସ ହସୁଛି। ବନାରସୀ ଶାଢ଼ୀ ଓ ସାମାନ୍ୟ ପ୍ରସାଧନରେ ସେ ଜଳୁଛି। ସମସ୍ତଙ୍କର ମୁଗ୍ଧ ଦୃଷ୍ଟି ଦ୍ରାକ୍ଷା ଉପରେ। ଦ୍ରାକ୍ଷାଙ୍କର ବାହାର ଉଜ୍ଜ୍ୱଳତାରେ ସମସ୍ତେ ମୁଗ୍ଧ। ଭିତରର ବିଷନ୍ନତା କେହି ଦେଖିପାରୁନାହାନ୍ତି। ବାହାରର ଚାକଚକ୍ୟ ଆନନ୍ଦ ଦେଉଛି, ଭିତରର କାରୁଣ୍ୟ କେବଳ ଦ୍ରାକ୍ଷାର। ସେଥିରେ କେହି ଅଂଶୀଦାର ହେବାକୁ ନାହାନ୍ତି କେବଳ କମଳେଶ ଛଡ଼ା। ସେ ଭିତରେ ଭିତରେ ଜଳୁଛନ୍ତି, ଅଥଚ ଓଠରେ ହସ। ସେ ମଧ୍ୟ ସୁନ୍ଦର ଅଭିନୟ କରିପାରନ୍ତି। ଦ୍ରାକ୍ଷା ଭାବୁଥିଲା, ଏ ସଂସାରରେ ସମସ୍ତେ ଜଣେ ଜଣେ ପେଶାଦାର ଅଭିନେତା। ଅଭିନୟ ହିଁ ଜୀବନର ପାଥେୟ। ଅଭିନୟକୁ ଛାଡ଼ି ବଞ୍ଚି ହୁଏ ନାହିଁ। ଦ୍ରାକ୍ଷାକୁ ଘେରି ଅନେକ ମଧୁରଞ୍ଜନ। ସୁଖେନ୍ଦୁ ହସୁଛନ୍ତି। ସେ ହସ କାନ୍ଦଠାରୁ ଆହୁରି କରୁଣ ବିକୃତ। କମଳେଶ ମନେ ମନେ ଆମୋଦିତ ହେଉଛନ୍ତି।
ସୁଖେନ୍ଦୁର ଏ କି ବିପର୍ଯ୍ୟୟ ହୋଇଗଲା ସତେ। ରକ୍ ଆଣ୍ଡ ରୋଲର ତାଳେ ତାଳେ ନାଚୁଛନ୍ତି ଯୋଡ଼ି ଯୋଡ଼ି ସ୍ତ୍ରୀ ପୁରୁଷ। ଇଭା ସୁଖେନ୍ଦୁଙ୍କର କଟିବେଷ୍ଟନ କରି ସୁନ୍ଦର ଷ୍ଟେପିଂ ନେଇ ନାଚିବାକୁ ଆରମ୍ଭ କଲେଣି। ଆଖିର ଇଙ୍ଗିତରେ କମଳେଶଙ୍କୁ ଦ୍ରାକ୍ଷାଙ୍କ ସହ ନାଚିବାକୁ କହୁଛନ୍ତି। କମଳେଶ ହାତ ବଢ଼ାଇ ଦ୍ରାକ୍ଷାକୁ ନାଚିବାକୁ ଆମନ୍ତ୍ରଣ ଜଣାଉଛନ୍ତି। ହଁ, ଏଠାରେ ନାଚିବାକୁ ହିଁ ହେବ। କିନ୍ତୁ ଦ୍ରାକ୍ଷା ଯେମିତି କାଠ ଫ୍ରେମ୍ର ବନ୍ଧେଇ ଏକ ତୈଳଚିତ୍ର ଅଥବା ଏକ ସୁନ୍ଦର ଭାରତୀୟ ଭାସ୍କର୍ଯ୍ୟର ପାଷାଣ ପ୍ରତିମା। ତାଠାରେ କୌଣସି ସ୍ପନ୍ଦନ ନାହିଁ, ଜୀବନ ନାହିଁ। ସେ ନିଜ ଭିତରକୁ ନିଜକୁ ଖୋଜି ପାଉନାହିଁ। କାହିଁ ଦ୍ରାକ୍ଷା? କ'ଣ ତାର ପରିଚୟ? କମଳେଶ ବିଷମ ସଙ୍କଟରେ ପଡ଼ିଯାଇଛନ୍ତି। ଇଭା ଦ୍ରାକ୍ଷା ପାଖକୁ ଘୁରି ଆସୁ ଆସୁ ଗ୍ରୀବା ବଙ୍କେଇ କହିଲେ, "ୟୁ ଇଣ୍ଡିଆନ୍ ଗାର୍ଲସ୍ ଆର୍ ସୋ ସାଏ। ଆଫ୍ଟର ଅଲ୍ ଇଟ୍ ଇଜ୍ ଇଣ୍ଡିସେଣ୍ଟ ଟୁ ରିଫ୍ୟୁଜ୍ ୟୋର ହଜବେଣ୍ଡ, ମିସେସ୍ କମଳେଶ।" ଦ୍ରାକ୍ଷାର ଧବଳ ଶଙ୍ଖର ହାତ ଯନ୍ତ୍ରଚାଳିତ ଭଳି ଲମ୍ବି ଆସିଥିଲା କମଳେଶ ପାଖକୁ। କମଳେଶ ଚଟ୍ କରି ତାର ହାତଟାକୁ ଧରିନେଇ ପରମ ଆଦରରେ ଦ୍ରାକ୍ଷାର କଟିବେଷ୍ଟନ କରି ନାଚିବାର ଷ୍ଟେପିଂ ନେଲେ। ଇଭା ଫିସ୍ ଫିସ୍ କରି କହିଲେ, "ଏ ଫାଇନ୍ କମ୍ବିନେସନ୍, ଅନ୍ ଆଇଡିଆଲ୍ ମ୍ୟାଚ୍।" କମଳେଶଙ୍କ ସମସ୍ତ ଅବୟବରେ ଏକ ମଧୁର କମ୍ପନ। ଦ୍ରାକ୍ଷାର ଶୀତଳ ନିଷ୍କମ୍ପ ଶରୀରଟା ସ୍ପର୍ଶ ମାତ୍ରକେ ତାଙ୍କ ମନର ସମସ୍ତ ଜଡ଼ତା ନିମିଷକେ ନିଶ୍ଚିହ୍ନ ହୋଇଗଲା। ସେ ଦ୍ରାକ୍ଷାକୁ ନିବିଡ଼ ଆଶ୍ଲେଷରେ ଭିଡ଼ି ନେଉ ନେଉ ଅନୁଚ୍ଚ ଅଧୀର ସ୍ୱରରେ କହିଲେ, "ଲେଟ୍ ଅଲ୍ ଫରଗେଟ୍ ଦି ପାଷ୍ଟ ଆଣ୍ଡ ବିଗିନ୍ ଏ ନ୍ୟୁ ଲାଇଫ୍।" ଦ୍ରାକ୍ଷାର କାଚର ଆଖି ଦୁଇଟାରୁ ଠପ୍ ଠପ୍ ଦୁଇଧାର ଲୁହ ଝରି ଆସିଲା। ସେ ନିଜର ପ୍ରବଳ କୋହଲ୍ଲାସକୁ ରୋକିନେବା ପାଇଁ ମାତାଲଙ୍କ ଭଳି ନାଚିବାକୁ ଲାଗିଲା। ରାତିରେ ଗେଷ୍ଟ ରୁମ୍ରେ ଇଭା, କମଳେଶ ଓ ବନ୍ଧୁ ପତ୍ନୀଙ୍କର ଶୟନ ବ୍ୟବସ୍ଥା କରିଥିଲେ। ଦ୍ରାକ୍ଷା କ୍ଳାନ୍ତ ଅବସନ୍ନ ଭଙ୍ଗୀରେ ଶୟନକକ୍ଷରେ ପଦାର୍ପଣ କରି ନିଜକୁ ଅତ୍ୟନ୍ତ ଅସହାୟ ମନେ କଲେ। ଅବସନ୍ନ ମନରେ ସେ ପାଖ ଚେୟାରରେ ବସି ପଡ଼ିଲେ। କମଳେଶ ରୁମ୍ରେ ପଶି ଦ୍ୱାର ବନ୍ଦ କଲେ। ଦଣ୍ଡେ ଠିଆ ହୋଇ କ'ଣ ଭାବିଲେ। ତାପରେ ଶଯ୍ୟାଧାରରେ ବସି ରହି ଦ୍ରାକ୍ଷାକୁ ଅପଲକ ଆଖିରେ ଚାହିଁ ରହିଲେ। ସେ ଯେମିତି ବିଷମ ସଙ୍କଟରେ ପଡ଼ିଯାଇଛନ୍ତି। ଦ୍ରାକ୍ଷାର କରୁଣ ବିମର୍ଷ ମୂର୍ତ୍ତିଟି ତାଙ୍କ ଆଖିକୁ ଅପୂର୍ବ ମନେହେଲା। ଦ୍ରାକ୍ଷା ପ୍ରତି ତାଙ୍କ ମନର ଊଷର ଭୂଇଁରେ ହଠାତ୍ ପ୍ରେମର ପ୍ରବଳ ବନ୍ୟା ଆସିଗଲା। ଏତେ ଦିନ ଧରି ଦ୍ରାକ୍ଷାଙ୍କୁ ବନ୍ଧୁପତ୍ନୀ ଭାବରେ ଦେଖି ଆସିବା ବେଳେ କ୍ଷଣିକ ପାଇଁ ଦ୍ରାକ୍ଷାଙ୍କୁ ନେଇ କୌଣସି ଅନୁଚିତ ଇଚ୍ଛା ତାଙ୍କ ମନକୁ ଛୁଇଁ ନଥିଲା। ଆଜି ଦ୍ରାକ୍ଷାର ଏକ ଅସହାୟ କରୁଣ ମୁଖମୁଦ୍ରା ତାଙ୍କ ଭିତରର ଦାମ୍ଭିକ ପୁରୁଷତ୍ୱକୁ ଏକ ସ୍ୱର୍ଗୀୟ ପ୍ରେମ ସ୍ରୋତରେ ଭସାଇ ଦେଲା। ନାରୀର ଅସହାୟତା ପୁରୁଷର କେଡ଼େ କାମ୍ୟ ସତେ! ସେଇ ଅସହାୟତାର ଲାଭ ଉଠାଇବାର ନାମ ଯେମିତି ପ୍ରେମକ ପଣିଆ, ସ୍ୱାମିତ୍ୱ, ପୁରୁଷତ୍ୱ। ସତେ ତ! କ'ଣ ହେବ ଏଇ ନାରୀଟିର ପରିଣତି? ଏଇମାତ୍ର ଜୀବନ ଯୌବନର ଆରମ୍ଭ। ଅନେକ ଦୀର୍ଘ ପଥ ଅତିକ୍ରମ କରିବାକୁ ଅଛି। କାହାକୁ ଆଶ୍ରୟ କରି ଏହି ରୂପସୀ ନାରୀଟିର ଜୀବନ ତରି ସମୟର ଦୁର୍ବାର ସ୍ରୋତରେ ଭାସିଯିବ? କମଳେଶ ହଠାତ୍ ଏଇ ନାରୀଟିର ସମସ୍ତ ବିପର୍ଯ୍ୟୟ ପାଇଁ ନିଜକୁ ଦୋଷୀ ସାବ୍ୟସ୍ତ କରି ବସିଲେ। ବାସ୍ତବରେ ଦ୍ରାକ୍ଷାଙ୍କୁ ତାଙ୍କର ହିଁ ବିବାହ କରିବାର ପ୍ରସ୍ତାବ ଥିଲା। ତାଙ୍କର ଇଚ୍ଛା ନଥିଲେ ସେ ମନା କରିଦେଇ ପାରିଥାନ୍ତେ। ଦ୍ରାକ୍ଷା ଅନ୍ୟ ଯେକୌଣସି ସୁପୁରୁଷର ଜୀବନକୁ ଧନ୍ୟ କରି ସୁଖୀ ହୋଇଥାନ୍ତା। ସେ ଯଦି ସୁଖେନ୍ଦୁ ପାଇଁ ମଧ୍ୟସ୍ଥତା ନ କରିଥାନ୍ତେ ତେବେ ଦ୍ରାକ୍ଷା ଆଜି ଏମିତି ଅସହାୟ ହୋଇ ପଡ଼ିନଥାନ୍ତା। ଦ୍ରାକ୍ଷା ପାଇଁ କମଳେଶଙ୍କ ପ୍ରାଣ ବେଦନାରେ ଦ୍ରବୀଭୂତ ହୋଇଗଲା। ସେ ଦ୍ରାକ୍ଷାଙ୍କୁ ପ୍ରେମପୂର୍ଣ୍ଣ ଚାହାଣି ଢାଳି ମନେ ମନେ ଭାବିଲେ, ସେ ନୀଳକଣ୍ଠ ଭଳି ଏଇ ନାରୀଟିର ଜୀବନର ସମସ୍ତ ନୈରାଶ୍ୟର ବିଷକୁ ପାନ କରି ତାକୁ ଅମୃତର ସ୍ୱାଦ ଚଖାଇବେ। ତାହା ହିଁ ତାଙ୍କର କରଣୀୟ ହେବ। ସେ ନାରୀଟି ଦିନେ ଅନ୍ୟର ପତ୍ନୀ ଥିଲେ ମଧ୍ୟ
ସେ ବରଣିଆ। ଦ୍ରାକ୍ଷା କମଳେଶଙ୍କର ବିମୁଗ୍ଧ ଚାହାଣୀକୁ ଅବଜ୍ଞା କରି ଧଡ଼ କରି ତକିଆଟିଏ ଡବଲ ଖଟରୁ ଆଣି ତଳେ ପକାଇଦେଲା। ଚାଦରଟା ଟାଣି ଆଣି ତଳେ ପକାଇ ଦେଇ ସେଥିରେ କ୍ଳାନ୍ତ ଭଙ୍ଗୀରେ ଶରୀର ଲୋଟାଇ ଦେଇ ଆଖି ବୁଜିଲା। କମଳେଶଙ୍କ ଆଖିରେ ନୂତନ ଭାଷା ତାର ମନକୁ କଣ୍ଟକିତ କରିଦେଲା। କମଳେଶ ତଥାପି ସେମିତି ବସି ରହିଲେ, କୌଣସି ଏ ଗୁରୁତ୍ୱପୂର୍ଣ୍ଣ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବା ଭଳି। ସେ କିଛି ସ୍ଥିର କରିପାରୁନାହାନ୍ତି। ତାଙ୍କ ଆଖି ଆଗରେ ଦ୍ରାକ୍ଷାର ତରଙ୍ଗାୟିତ ତନୁଲତା। ସେହି ନଦୀ ଉପତ୍ୟକାର ସୁନ୍ଦର ନାରୀ ଦେହଟାକୁ ଚାହିଁଥିବା ବେଳେ କମଳେଶଙ୍କ ମନର ଆଦିମ ଅରଣ୍ୟରୁ ଏକ ରକ୍ତ ପିପାସୁ ହିଂସ୍ର ବ୍ୟାଘ୍ର ହେଣ୍ଟାଳ ଛାଡ଼ି ଉଠି ଆସିଲା। କମଳେଶଙ୍କର ବିବେକର ହଣ୍ଟର ମାଡ଼କୁ ଭ୍ରୂକ୍ଷେପ ନ କରି ସେ ଜିଭ ଚାଟିଲା, ନଖ ପକାଇଲା। ରକ୍ତ ପିପାସାରେ ମତ୍ତ ହେଲା। ମଣିଷ ଭିତରର ଜାନୁଆରଟା ମତ୍ତ ହେଲେ ତାକୁ ରୋକିବ କିଏ? କମଳେଶ ନିଜ ମନର ସେଇ ଆଦିମ ବ୍ୟାଘ୍ରର ତାଡ଼ନାରେ ଉଠି ଆସି ଦ୍ରାକ୍ଷାର ଶଯ୍ୟା ଧାରରେ ଠିଆ ହେଲେ। ଦ୍ରାକ୍ଷା କଡ଼ ବୁଲେଇ ଆଖି ବୁଜି ଶୋଇଛି। ତାର ଉର୍ମିଳ ତନୁବଲ୍ଲରୀ ଆଶ୍ରୟହୀନ ଛିନ୍ନ ଲତାଟି ଭଳି ଥରୁଛି, କମ୍ପି ଉଠୁଛି ବେଳୁବେଳ। ଦ୍ରାକ୍ଷା ଓଠ ଚିପି ଚିପି ନିଃଶବ୍ଦରେ କାନ୍ଦୁଛି। କ୍ରନ୍ଦନରତା ନାରୀ ପୁରୁଷ ମନର ବ୍ୟାଘ୍ରକୁ ଅଧିକ ମତ୍ତ କରିଦିଏ। କମଳେଶଙ୍କର ତାହା ହିଁ ହେଲା। ସେ ଧୀରେ ଧୀରେ ଦ୍ରାକ୍ଷାର ପାଖରେ ବସି ପଡ଼ିଲେ। ତାଙ୍କର ଉତ୍ତପ୍ତ ହାତ ଦ୍ରାକ୍ଷା ପିଠିରେ ରଖିଲେ। ଦ୍ରାକ୍ଷା କିଛି କହିଲା ନାହିଁ, କିନ୍ତୁ ତାର ନବନୀତ ଶରୀରଟି କ୍ରନ୍ଦନର ଉଚ୍ଛ୍ୱାସରେ ଅଧିକ ବେଗରେ କମ୍ପି ଉଠିଲା। ଦ୍ରାକ୍ଷାର ନୀରବତା, କ୍ରନ୍ଦନର ବେଗ, ଅସହାୟତା କମଳେଶଙ୍କର ପୁରୁଷ ମନକୁ ଅଧିକ ଉତ୍ସାହିତ କରିଦେଲା। ତାଙ୍କର ମନେ ହେଲା ଦ୍ରାକ୍ଷା ଯେମିତି ତାଙ୍କର ଆମନ୍ତ୍ରଣକୁ ଅନୁମୋଦନ କରୁଛି। ସେ ଗୋଟିଏ ଆବେଗରେ ଦ୍ରାକ୍ଷାର ଅଶ୍ରୁସିକ୍ତ ମୁହଁଟିକୁ ଦୁଇ ହାତରେ ଟେକି ଧରି ଅତ୍ୟନ୍ତ ମଧୁର ଅନୁଚ୍ଚ ଗଳାରେ କହିଲେ, ତୁମକୁ ମୁଁ ସୁଖୀ କରିବି। ସୁଖେନ୍ଦୁର ପତ୍ନୀ ହୋଇ ତମେ ଯେଉଁ ଦୁଃଖ ଭୋଗୁଛ ସେଥିପାଇଁ ମୁଁ ଦାୟୀ। ମୁଁ ସେଇ ଭୁଲଟାକୁ ନିଜେ ସୁଧାରି ନେବି। ଦ୍ରାକ୍ଷାଙ୍କର କମ୍ପିତ ଶରୀରଟି ହଠାତ୍ ସ୍ଥିର କଠିନ ହୋଇଗଲା। ସେ କମଳେଶଙ୍କର ଦୃଢ଼ ହୋଇ ଉଠୁଥିବା ଉଷ୍ମ ଆଲିଙ୍ଗନକୁ ଶକ୍ତ ଆଘାତରେ ପ୍ରତ୍ୟାଖ୍ୟାନ କରି ଚିତ୍କାର କଲା, ଚାଲିଯାଅ ତୁମେ କମଳ, ମୋ ମୁହଁ ସାମ୍ନାରୁ ଚାଲିଯାଅ। ତୁମେ ସୁଖେନ୍ଦୁ ସମସ୍ତେ ସମାନ। ନାରୀ ଦେହଟା ହିଁ ତମ ଆଖିରେ ସବୁ କିଛି। ଛି ଛି, ମୋ ମନର ଅବସ୍ଥା ତମେ ତିଳେ ହେଲେ ବୁଝିନାହଁ। ମନେ ହେଉଛି ଏମିତି ସୁଯୋଗର ଅପେକ୍ଷାରେ ତୁମେ ଯେମିତି ଥିଲ। ଦ୍ରାକ୍ଷା ଦୁଇ ହାତରେ ମୁହଁ ଘୋଡ଼ାଇ ଅସହ୍ୟ ଲଜ୍ଜାବୋଧରେ ଭାଙ୍ଗି ପଡ଼ି ପୁଣି ଥରେ କାନ୍ଦି ଉଠିଲା। ମଦ୍ୟପାନ କରିଥିବା ବ୍ୟକ୍ତିଟିକୁ ମଦ୍ୟପ କହିଦେଲି ତାର ନିଶାଟା ଯେମିତି ହଠାତ୍ ଖସିଯାଏ ଏବଂ ମଦ୍ୟପ ନୁହେଁ ବୋଲି ସେ ଯେମିତି ନାନା ଯୁକ୍ତି କରି ବସେ, ଠିକ୍ ସେମିତି ଦ୍ରାକ୍ଷାର ଭର୍ସନାରେ କମଳେଶଙ୍କ ମନର ହିଂସ୍ର ବ୍ୟାଘ୍ରଟା ପୋଷା ବିଲେଇଟି ଭଳି ଜାକିଜୁକି ହୋଇ ଘୁମେଇ ପଡ଼ିଲା। କମଳେଶଙ୍କ ମୁଣ୍ଡର ଉତ୍ତାପଟା ବରଫ ପାଲଟିଗଲା। ସେ ନିଜର ଏକ ଆକସ୍ମିକ ତ୍ରୁଟି କଥା ଭାବି ଲଜ୍ଜାରେ ମ୍ରିୟମାଣ ହୋଇଗଲେ। କାନ୍ଦୁରା ପିଲାଟି ଭଳି ଅଝଟିଆ ସ୍ୱରରେ କହିଲେ, ଭାଉଜ, ମୋତେ କ୍ଷମା କର। ଜାଣେ ନା ଆଜି ସେଇ ନାଚ ଏବଂ ଭୋଜି ଆସରରେ ମୁଁ କେତେ ପିଇ ଦେଇଥିଲି। ବିଶ୍ୱାସ କର, ମୋତେ ବିଶ୍ୱାସ କର, ମୁଁ ଜାଣି ଜାଣି ତମକୁ ଅପମାନ କରିନାହିଁ। ଥାଉ, ତମଠାରୁ କୌଣସି କୈଫିୟତ ମୁଁ ଚାହୁଁନାହିଁ। ନିଜ ଉପରେ ନିୟନ୍ତ୍ରଣ ନ ରଖିପାରିବା ଭଳି ପିଇବାଟା କିଛି ବାହାଦୁରୀ କଥା ନୁହେଁ। ଦ୍ରାକ୍ଷା କାନ୍ଦ ବନ୍ଦ କରି ଗମ୍ଭୀର କଣ୍ଠରେ କହିଲେ ଏବଂ ପୁଣି କଡ଼ ବୁଲେଇ ଆଖି ବୁଜିଦେଲେ। କମଳେଶ ଶାନ୍ତ ପିଲାଟି ଭଳି ନିଜ ଶଯ୍ୟାକୁ ଫେରି ଆସି ଚଟ୍ କରି ଶୋଇପଡ଼ିଲେ, ସତେବା କିଛି ଘଟିନାହିଁ। ତା ପରଦିନ ଅନେକ ଡେରିରେ କମଳେଶଙ୍କର ନିଦ୍ରା ଭଙ୍ଗ ହେଲା। ଦ୍ରାକ୍ଷା ସେତେବେଳକୁ ନିଜର ସମସ୍ତ ନିତ୍ୟକର୍ମ ସାରି ବ୍ରେକଫାଷ୍ଟର ବ୍ୟବସ୍ଥା କରୁଥିଲା ଇଭାଙ୍କ ସହ। କମଳେଶ ଶୀଘ୍ର ନିଜର ନିତ୍ୟକର୍ମ ଶେଷ କରିନେଲେ। ବ୍ରେକଫାଷ୍ଟ ଟେବୁଲରେ ଦ୍ରାକ୍ଷା ସତେଜ ଦିଶୁଥିଲା।
ଗତ ରାତିର କୌଣସି ବିଷଣ୍ଣତାର ସ୍ପର୍ଶ ତାଠାରେ ନଥିଲା। ସେ କଥା ଲକ୍ଷ୍ୟ କରି କମଳେଶ ମଧ୍ୟ ନିଜକୁ ସହଜ ମନେ କଲେ। ବ୍ରେକଫାଷ୍ଟ ଶେଷ କରି କମଳେଶ ନିଜ ରୁମ୍କୁ ପଶିବା ମାତ୍ରେ ଦ୍ରାକ୍ଷା ତାଙ୍କୁ ଅନୁସରଣ କଲେ ଏବଂ କହିଲେ, କମଳ, ଏଥର ଆମର ଫେରିବାର ବ୍ୟବସ୍ଥା କର। ଆଉ ଏଠାରେ ରହିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ଭାଉଜ, କୁହ, ମୁଁ ଭାବୁଥିଲି ତୁମେ ଏଠାରେ କିଛି ଦିନ ରହିଯିବା ପାଇଁ। ତମେ ଯଦି ଚାହିଁବ ତ ସବୁଦିନ ପାଇଁ। ଏ ଭିତରେ ତମ ରିସର୍ଚ୍ଚ କରିବା ପାଇଁ ବ୍ୟବସ୍ଥା କରିବାକୁ ମୁଁ ସୁଖେନକୁ କହିଛି। କମଳ ଛେପ ଢୋକି କହିଲେ। ଦ୍ରାକ୍ଷା ମଧୁର ଆମୋଦରେ ହସି ହସି କହିଲେ, କଥା କ'ଣ? ହଠାତ୍ ଏଠାରେ ଏମିତି ମନ ଲାଗିଗଲା କାହିଁକି? ବନ୍ଧୁଙ୍କ ଭଳି କେଉଁ ବିଦେଶିନୀର ପାଲରେ ପଡ଼ିଗଲ ନା କ'ଣ? ନା, ମୋ କଥା ନୁହେଁ, ମୁଁ ତୁମରି କଥା ହିଁ କହୁଥିଲି। ମୁଁ ତ ଫେରିଯିବି। ଏ ଭିତରେ ମୋତେ ଅନେକ ବ୍ୟବସାୟଗତ କ୍ଷତିର ସମ୍ମୁଖୀନ ହେବାକୁ ହେବ। ଏଠାରେ ନିଜକୁ ଭୁଲିବା ପାଇଁ ଓ ଜୀବନକୁ ସରସ ସୁନ୍ଦର କରିବା ପାଇଁ ନାନା ଉପାଦାନ ଅଛି। ତମେ ଏଠାରେ କିଛି ଦିନ ରହିଯିବା ପରେ ତମର ଏଇ ଦୃଷ୍ଟିକୋଣ ରହିବ ନାହିଁ। 2 ଦିନର ଏଇ ଜୀବନକୁ ବୃଥା ଅହମିକାରେ, ଫାଙ୍କା ଆଦର୍ଶବାଦରେ, ହାହାକାରରେ ନଷ୍ଟ କରିଦେବା ଅନୁଚିତ ବୋଲି ବୁଝିପାରିବ ଏବଂ ଚାହିଁଲେ ତମେ ଜୀବନକୁ ସୁଖମୟ କରି ତୋଳିବ। ମୁଁ ତମକୁ ସୁଖୀ ହେବା ଦେଖିଲେ ମୋ ଭିତରର ଅପରାଧ ବୋଝ କମିଯିବ। ମୁଁ ବି ସୁଖୀ ହେବି। ତମ ଜୀବନର ଏଭଳି ବିପର୍ଯ୍ୟୟ ପାଇଁ ଏକମାତ୍ର ମୁଁ ଦାୟୀ। କଥା ଶେଷ କରି କମଳେଶ ମୁଣ୍ଡ ଝୁଙ୍କାଇ ବସି ରହିଲେ। ଦ୍ରାକ୍ଷା ହସିଲା, କହିଲା, କମଳ, ଜୀବନକୁ ଭୁଲିବାକୁ, ଜୀବନକୁ ଭୁଲିବାକୁ, ବୁଝିବାକୁ